ଶୁଣନ୍ତୁ ସିଏ କଣ କଲେ ନା ଯେତେବେଳେ ନେଇକି ଠିଆ କରିଲେ ମତେ ଠିଆ କଲେ ମୋ ମାଆଙ୍କୁ ଠିଆ କରିଲେ ତ ଗୋଟେ ପୁଅଟା ଯାଇଛି ମାନେ ତା ମା ଯିବନି କି ଆଜ୍ଞା ନା ନିହାତି ଯିବ କି କଥା ମୋ ପୁଅଟା ଯାଇଛି ମା ଯିବନି ମାନେ ହଁ ଯିବା କଥା ମୋ ମା ଯେତେବେଳେ ଆସିକି ପହଞ୍ଚିଲେ ମାନେ ମୋ ମାଆଙ୍କ ଆଗରେ ଭାବନ୍ତୁ ଯୋଉଠି ସିଏ ମାନେ ମୁଁ ସେଦିନ ଭାବିଲି ରିୟଲାଇଜ୍ କଲି କି ମଣିଷ କଣ କରିପାରେ ମାନେ ପଇସା ପାଇଁ ଇଏ କଣ କରିପାରେ ସେ ଦେହ ସୁଖ ପାଇଁ ସିଏ କଣ କରିପାରେ ମାନେ ଭାବନ୍ତୁ ମୋ ମୋ ମା ସେ ଘରକୁ ନ ଗଲେ ମୋ ମା ଫୋନ୍ କରି ମତେ ପଚାରେ ସେ ଘରକୁ ଗଲାଣି ଖାଇଛି ତାକୁ କହିବେ ତୁ ନହେଲେ ମୋ ଘରକୁ ପଳେଇ ଆସେ ଖାଇଦେଇକି ଏଠୁ ପଳେଇବୁ ବୁଝିପାରୁଛନ୍ତି ମାନେ ମାସକୁ 15 ଦିନ ସେ ମୋ ଘରେ ଆସିବେ ଖାଇକି ମୁଁ ଥିବି ଅଫିସରେ ସେ ମୋ ଘରକୁ ଆସିବେ ଖାଇବା ପିଇବା କରିବେ ନିଜେ ରୋଷେଇବାସ କରିବେ ଯିବେ ସେଇଠି ମୋ ମାଆକୁ ଆଜ୍ଞା ଟାଣିଛି ଆଜ୍ଞା ଥାନାକୁ ମାନେ ଭାବନ୍ତୁ ଆପଣ ବିଲିଭ୍ କରିବେନି ଥାନାବାଲା ମତେ ଯେତେବେଳେ କହିଲେ କି ତମ ବାପା ତା ଗାଡ଼ିଟା ଫେରେଇ ଦେଉନ ତମେ ତା ଗାଡ଼ିଟା କାହିଁ ରଖିଛ ହେଲା ମୁଁ କହିଲି ଆଜ୍ଞା ଗାଡ଼ି ସେ କୋଉଠି ବନ୍ଧା ପକେଇଛନ୍ତି କଣ ତାଙ୍କୁ ପଚାରୁନାହାନ୍ତି ଯେମିତି ମୋ ପାଟିରୁ ବାହାରିଗଲା ବନ୍ଧା ୱାର୍ଡଟା ଆଜ୍ଞା ମତେ ବସେଇଲେ କାହିଁକି ଆଗ ଯାଇକି କଥା ହେଇଛନ୍ତି ଥାନାବାଲାଙ୍କ ସହିତ କି ଆଜ୍ଞା ମୁଁ ସବୁ ମୁଁ କରିଛି ବଟ୍ ମୁଁ କିଛି କରିନି ବୁଝିଲି ଏଇଟା ମୁଁ କେତେବେଳେ ଜାଣି ତା ପରଦିନ ଥାନା 3 ଦିନ ମତେ ପୁରା ମେଣ୍ଟାଲ ଟର୍ଚର କରିଛନ୍ତି ନା ଦୈନିକ ଆପଣ ଥାନାରେ ଯାଇକି ହାଜିରାଟା ଦେଲେ ଆଜ୍ଞା ତା ସେଦିନ ସିଏ ପଳେଇଲେ ତାଙ୍କର ବନ୍ଧୁ ତାଙ୍କର ଯିଏ ଅଛନ୍ତି ବାହା ହେଇଥିବା ଲୋକ ବୁଝିପାରିଲେ ମ୍ୟାରେଡ୍ ଲୋକ ତାଙ୍କ ସହିତ ସେ 5ଟା ବେଳେ ଥାନାରୁ ବାହାରି ତାଙ୍କ ପାଖରେ ବ୍ୟାଙ୍କକୁ ଯିବି ବୋଲି କହିକି ଥାନାରୁ ଆସିଲେ ଆଜ୍ଞା ମୋ କାମ ଫାମ ଛାଡ଼ିକି ମୁଁ ହେଇଛି ମୁଁ ଯାଉଛି ବ୍ୟାଙ୍କକୁ ମୋ ମ୍ୟାନେଜର ଫୋନ୍ କଲାଣି ବଟ୍ ଯାଇକି ତାଙ୍କର ସେ ଯୋଉ ପୁରୁଷ ବନ୍ଧୁ ପାଖରେ ବୁଝୁଛନ୍ତି ବାହା ହେଇଥିବା ଲୋକ ପାଖରେ ସେଇଟା ମୁଁ କେମିତି ଜାଣିଲି କାରଣ ଥାନାକୁ ମୋର ଗୋଟେ ସାଙ୍ଗ ଆସିଥିଲା ଯେହେତୁ ମୁଁ ଆସିଛି ମୋ ସାଙ୍ଗ ଗୋଟେ ଆସିଥିଲା ସେ ତାକୁ ଦେଖିକି ଯାଇଛି ସେ ଦେଖିଲେ ତାକୁ ଆମର ଯୋଉ ଆମର ଯୋଉଟା ମଞ୍ଚେଶ୍ୱରରେ ଗୋଟେ ସ୍କୁଲ ଅଛି ସେଇ ସ୍କୁଲ ପାଖରେ ସେ ତ ଦେଖି ମତେ ଫୋନ୍ କଲା ଇଏ ତ ଏଇଠି ଅଛି ଭାଇକୁ ଜଗେଇ ଦେଇ ଯାଇଛନ୍ତି ଭାଇ ଥାନାରେ ଭାଇ ବି ଆଜ୍ଞା ଦେଖନ୍ତୁ କେମିତିଆ ଭାଇ ଆପଣଙ୍କୁ ଜଗିଛି ସିଏ ତାର ସେପଟେ ତାଙ୍କୁ ଦେହ ସୁଖ ଦରକାର ଆକୁ ଟଙ୍କା ସୁଖ ଦରକାର